ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜି ଆମେ ଯାଉଛୁ ଫୁଲବାଣୀରେ ଆୟୋଜିତ ହେଉଥିବା କନ୍ଧମାଳ ମହୋତ୍ସବକୁ। ମନେ ରଖିବେ, ଏହା କେବଳ ଉତ୍ସବ ନୁହେଁ, ଏହା ହେଉଛି ପେଟ ପୂଜା, ଆଖି ପୂଜା ଆଉ ପକେଟ ଖାଲି କରିବାର ପୂଜା। ଫୁଲବାଣୀରେ ପହଞ୍ଚିଲେ ପ୍ରଥମେ ଯାହା ଦେଖିବାକୁ ମିଳେ ତାହା ହେଉଛି ଲୋକମାନଙ୍କର ଭିଡ। ଏମିତି ଯେ ମନେ ହୁଏ କନ୍ଧମାଳ ମହୋତ୍ସବ ପ୍ରତିବର୍ଷ ଫୁଲବାଣୀରେ ଆୟୋଜିତ ହୁଏ। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କନ୍ଧମାଳରେ ବସବାସ କରୁଥିବା ଆଦିବାସୀଙ୍କର ସଂସ୍କୃତି, ହସ୍ତଶିଳ୍ପ, କୃଷି, ଖାଦ୍ୟ, ବସ୍ତ୍ର ଏବଂ ପରମ୍ପରାକୁ ସାରା ବିଶ୍ୱରେ ପ୍ରଚାର କରିବା। ଏହି ମହୋତ୍ସବରେ ଦେଖିବାକୁ ମିଳେ ଆଦିବାସୀ ନୃତ୍ୟ, ଢୋଲ, ମାଦଳ, ମଧୁର ସ୍ୱର, ହସ୍ତଶିଳ୍ପ ଏବଂ ଜିଆଇ ଟ୍ୟାଗ ପାଇଥିବା କନ୍ଧମାଳ ହଳଦୀ ତଥା ଡାଲି, ଖାଦ୍ୟ, ଶସ୍ୟ ନାନାଦି ପ୍ରକାରର ମେଳାର ଆୟୋଜନ ହୋଇଥାଏ ଏହି କନ୍ଧମାଳ ମହୋତ୍ସବରେ। ଲୋକାଲ ଷ୍ଟଲ ଗୁଡ଼ିକ ଦେଖିଲେ ମନ କହେ ଗୋଟିଏ ନେବି, କିନ୍ତୁ ହାତ କହେ ଦୁଇଟା ଧରିବ କା, କିନ୍ତୁ ପେଟ କହେ ଆଉ ଥରେ ହଉ। ବଳଦ ଯାକ ଗାଈ ଯାକ ରଖା ହେଇଥିଲା, ଅଲଗା ବାହାରୁ ଅଣା ହେଇଥିଲା ବୋଧେ ହେଲା। মেল ফ্লাওয়ার লেখা হয়েছে। অয়েল প্লামটা মেল ফ্লাওয়ার, এটা ফিমেল, এটা ফিমেল। আরে এটাও কাইটা কହୁଛନ୍ତି ତାଳ ତେଲ କାନ୍ଧି, ଏଟାକୁ କଦଳୀ, ହଳଦୀ, କନ୍ଦା, ଅମୃତଭଣ୍ଡା, କଖାରୁ, ଏ ଛତୁ ବି ଅଛି ରେ। ବଢିଆ ଅଛି। ଲେମ୍ବୁ ବି କେତେ ପ୍ରକାରଟା ଅଛି। It is ବାପରେ ବାପ ଫୁଲ ବଡ କନ୍ଧମାଳ ମହୋତ୍ସବ ଏହା କେବଳ ଉତ୍ସବ ନୁହେଁ, ଏହା କନ୍ଧମାଳର ଗର୍ବ ଏବଂ ପରିଚୟ। ତାପରେ ଆମେ ଆସି ପହଞ୍ଚିଲୁ ଫୁଲବାଣୀର ପ୍ରସିଦ୍ଧ ବାବୁଭାଇ ହୋଟେଲଙ୍କ ପାଖରେ, ଯେଉଁଠି ନାନା ଭେରାଇଟିର ଖାଦ୍ୟ ମିଳେ। ଆମେ ଖାଇଥିଲୁ ମିକ୍ସ ଭେଜ ଆଉ ରାଇସ୍, ଯାହାର ପ୍ରାଇସ୍ ଠିକ୍ ଠାକ୍ ଥିଲା, ମାତ୍ର 100 ଟଙ୍କା। ଆମେ ଖାଇସାରିବା ପରେ ଆମେ ଗଲୁ ବସଷ୍ଟାଣ୍ଡ ଭିତରକୁ। ରାତି 12ଟାରେ ଆମେ ବସ୍ ପାଇଲୁ ଏବଂ ରାତି 2ଟା ପାଖାପାଖି ଆମେ ଘରେ ପହଞ୍ଚିଲୁ। ଯଦି ଭିଡିଓଟି ଏ ପର୍ଯ୍ୟନ୍ତ ଦେଖୁଛ ତେବେ ଆମ ଭିଡିଓକୁ ଲାଇକ୍ ଏବଂ ସବସ୍କ୍ରାଇବ କରିଦେବେ। ରହିଲି, ଜୟ ଜଗନ୍ନାଥ।